ସେଠି ଯେତେବେଳେ ଏତେ ସୁନ୍ଦର ଜାଗା ଯୋଉଠି କି ରାଜାମୌଲି ଯେ କି ତାଙ୍କର ପ୍ରକୃଷ୍ଟ ସ୍ଥାନ ବୋଲିକି ଫିଲ୍ମ ପାଇଁ ସେ ବାଛିଥିଲେ, କିନ୍ତୁ ସେଠି ସେ ଉପସ୍ଥାପିତ କରିଛନ୍ତି ସେ ଏପରି ଗୋଟେ ଜାଗା ଯୋଉଠି କି ଆପଣ ଦେଖିବେ ଭଙ୍ଗା କାଚ ବୋତଲ, ଭଙ୍ଗା ପ୍ଲାଷ୍ଟିକ ବୋତଲ, ଯେତିକି ଡଷ୍ଟବିନ୍ ଗ୍ୟାବେଜ ସବୁ ଗୁଡାକ ଦେଓମାଳିରେ ଭର୍ତ୍ତି ହେଇକି ରହିଛି। ନମସ୍କାର ଦର୍ଶକ ବନ୍ଧୁ, ଆଜିର ବିଷୟବସ୍ତୁ ହଉଛି ଦେଓମାଳିକି ନେଇକି। କୋରାପୁଟର ଦେଓମାଳି ଯିଏକି ଓଡ଼ିଶାର ସବୁଠାରୁ ଉଚ୍ଚତମ ଶୃଙ୍ଗ ବୋଲିକି କହିବା, କିନ୍ତୁ ସେଇ ଦେଓମାଳିକି ନେଇକି ଆଜି ମନରେ ଭିତରେ ପ୍ରଶ୍ନ ଆସୁଛି ଯେ ଦେଓମାଳିରେ ଫିଲ୍ମ ସୁଟିଂ କରିବା ପାଇଁ ପ୍ରଯୋଜକ ମାନେ ରାଜି ହେବେ ତ? ଆଗାମୀ ଯେତେବେଳେ କିଛି ଦିନ ତଳେ ଅନେକ ପ୍ରଯୋଜକ ମାନେ ଚେଷ୍ଟା କରୁଥିଲେ ଏବଂ ସେମାନେ ଭାବୁଥିଲେ ମନ ଭିତରେ ଯେ କୋରାପୁଟର ଦେଓମାଳି ହେଉଛି ଗୋଟେ ଏପରି ଜାଗା ଯୋଉ ଜାଗାରେ ପ୍ରାକୃତିକ ସୌନ୍ଦର୍ଯ୍ୟ ଭରପୁର ହେଇକି ଅଛି, ଆଉ ସେଇଠି ଫିଲ୍ମ ମଧ୍ୟ ସୁଟିଂ କରିହବ। ତାକୁ ନେଇକି ଯେତେବେଳେ ଅନେକ କିଛି ପ୍ରଶଂସା ଆସୁଥିଲା ଏକ୍ସରେ ଆପଣଙ୍କର ସୋସିଆଲ ମିଡିଆରେ, କିନ୍ତୁ ବର୍ତ୍ତମାନ ଗୋଟେ ପ୍ରଶ୍ନ ଆସୁଛି ଯେ ପ୍ରଯୋଜକ ମାନେ ବର୍ତ୍ତମାନ ଆଉ ଦେଓମାଳିକି ଆସିବେ ତ? କାରଣ ଆପଣମାନେ କିଛି ଦିନ ତଳେ ଜାଣିଥିଲେ ଯେ ଯେତେବେଳେ ଫିଲ୍ମ ନିର୍ମାତା ଏସ୍ ରାଜାମୌଲି ତାଙ୍କର ଅପକମିଂ ଯୋଉ ମୁଭି ଆସୁଛି ଯେ SSMB29 ଏଇ ଫିଲ୍ମକୁ ସୁଟିଂ କରିବା ପାଇଁ ସେ ତାଙ୍କର ଟିମ୍ ସହିତ ଆସିଥିଲେ ଏବଂ ସେଥିରେ ମଧ୍ୟ ନଜର ଆସିଥିଲେ ପ୍ରିୟଙ୍କା ଚୋପ୍ରା ଆସିଥିଲେ ଏବଂ ଫିଲ୍ମର କିଛି ଭାଗ ମଧ୍ୟ ସେଠି ସୁଟିଂ ହେଇଥିଲା ଏବଂ ଦେଓମାଳିର ଯୋଉ ପ୍ରାକୃତିକ ସୌନ୍ଦର୍ଯ୍ୟକୁ ସେମାନେ ଭରପୁର ପ୍ରଶଂସା କରିଥିଲେ। ତାପରେ ଆଉ ଗୋଟେ ପ୍ରଶଂସା ମଧ୍ୟ ଆପଣମାନେ ଜାଣିଥିବେ, ଯେତେବେଳେ ପ୍ରିୟଙ୍କା ଚୋପ୍ରା ଏଠୁ ଫିଲ୍ମ ସାରିକି ସୁଟିଂ ସାରିକି ଯେତେବେଳେ ଯାଇଥିଲେ ସେତେବେଳେ ମଧ୍ୟ ଏକ୍ସରେ ସେ ମାନେ ଦେଓମାଳିର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ନେଇକି ଉପଭୋଗକୁ ନେଇକି ତାଙ୍କୁ ପ୍ରଶଂସା କରିବା ସାଙ୍ଗେ ସାଙ୍ଗେ ସେ ଆହୁରି ମଧ୍ୟ ଗୋଟେ ଓଡ଼ିଶାର ଜଣେ ସ୍ତ୍ରୀ ଲୋକକୁ ସେ ବହୁତ ମାନେ ପ୍ରଶଂସା କରିଥିଲେ ଏବଂ ସେ ପ୍ରଶଂସା କରିବାର କାରଣଟା ଏହା ଥିଲା ଯେ ଯେତେବେଳେ ପ୍ରିୟଙ୍କା ଚୋପ୍ରା ଫିଲ୍ମ ସାରିକି ସେ ଫେରୁଥିଲେ ରାସ୍ତାରେ ଏବଂ ସେ ଦେଖିଥିଲେ ଜଣେ ସ୍ତ୍ରୀ ଲୋକ ଯିଏକି ରାସ୍ତାରେ ପିଜୁଳି ଦେଶୀ ପିଜୁଳି ବିକ୍ରି କରୁଥିଲା ଏବଂ ଯେତେବେଳେ ସେ ଦେଶୀ ପିଜୁଳି କିଣିବା ପାଇଁ ପ୍ରିୟଙ୍କା ଚୋପ୍ରା ନିଜର ଗାଡିଟିକୁ ଅଟକେଇଥିଲେ ଏବଂ ତାକୁ ଯେତେବେଳେ ସେ 1 କେଜି ପିଜୁଳି ପାଇଁ କହିଥିଲେ, ସେତେବେଳେ ପିଜୁଳିର ଦାମ 150 ଟଙ୍କା ବୋଲି ଯେତେବେଳେ ମହିଳା ଜଣକ କହିଥିଲେ ସେତେବେଳେ ପ୍ରିୟଙ୍କା ଚୋପ୍ରା ତାଙ୍କୁ 200 ଟଙ୍କା ଦେଇଥିଲେ, କିନ୍ତୁ ତାଙ୍କ ପାଖରେ ଚେଞ୍ଜ ନଥିଲା ଆଉ ରଖିଦେବା ପାଇଁ ମଧ୍ୟ ପ୍ରିୟଙ୍କା ଚୋପ୍ରା ସେ ପିଜୁଳି ବିକାଳିକୁ କହିଥିଲେ। କିନ୍ତୁ କିଛି ସମୟ ଦେଖାଯାଇଥିଲା ଯେତେବେଳେ ଟ୍ରାଫିକ ଛାଡି ଆସୁଥିଲା ସେତେବେଳେ ମହିଳା ଜଣକ ଦୌଡ଼ି ଦୌଡ଼ିକି ଆସିକି ଆଉ କିଛି ପିଜୁଳି ଦେଇଥିଲେ ଏବଂ ସେଇ ଘଟଣାଟାକୁ ସେ ପ୍ରିୟଙ୍କା ଚୋପ୍ରା ସେ ମାନେ ଏକ୍ସରେ ତାକୁ ବର୍ଣ୍ଣନା କରିଛନ୍ତି ଯେ ଏଠିକାର ଲୋକ ଯେ ସେ କୌଣସି ମାଗଣାରେ କିଛି ପଇସା ନେବା ପାଇଁ ଚାହାନ୍ତି ନାହିଁ, ସେଥିପାଇଁ ସେ ପରବର୍ତ୍ତୀ ସମୟରେ ଆଣିକି ପିଜୁଳିକି ଦେଇଥିଲେ ଏବଂ ତା ସାଙ୍ଗେ ସାଙ୍ଗେ ସେ ଦେଓମାଳିକୁ ମଧ୍ୟ ପ୍ରଶଂସା କରିଥିଲେ। କିନ୍ତୁ ମୋର ଆଜି ଯୋଉ ପ୍ରଥମେ ଯୋଉ ପ୍ରଶ୍ନ ମୁଁ ଆପଣଙ୍କୁ ରଖିଲି ଯେ ପ୍ରଯୋଜକ ମାନେ ରାଜି ହେବେ ତ ଦେଓମାଳିକି ଆସିବା ପାଇଁ, କାରଣ ଦେଖାଯାଉଥିଲା ଯେତେବେଳେ ରାଜାମୌଲି ତାଙ୍କର ଫିଲ୍ମ ପାଇଁ ଦେଓମାଳିକୁ ସେ ବାଛିଥିଲେ କୋରାପୁଟର ଦେଓମାଳିକି, ସେତେବେଳେ ସେଇ ଦେଓମାଳିକୁ ନେଇକି ଅନେକ ଚର୍ଚ୍ଚା ଆସିଥିଲା। ତାପରେ ମଧ୍ୟ ଦେଖାଯାଇଥିଲା ଦେଓମାଳିକୁ ନେଇକି ଅନେକ କିଛି ଚର୍ଚ୍ଚା ଆସୁଛି, ତାର ସଫାଇ କାମ ଆରମ୍ଭ ହେଇଥିଲା, ତାକୁ କିପରି ବହୁତ ଭଲ ଭାବରେ ଡେକୋରେଟ କରିହବ ପ୍ରଶାସନ ତରଫରୁ ମଧ୍ୟ ସକ୍ରିୟ ଉଠିଥିଲେ ଏବଂ ଅନେକ ରାଜାମୌଲିକୁ ଦେଖିକି ଅନେକ ଫିଲ୍ମ ନିର୍ମାତା ମାନେ ମଧ୍ୟ ଚେଷ୍ଟା କରିଥିଲେ, ଚାହିଁଥିଲେ ପୁଣି ଥରେ ଆସିକି ଦେଓମାଳିରେ ସେମାନେ ଫିଲ୍ମ ସୁଟିଂ କରିବେ। କିନ୍ତୁ ଏଠି କାହିଁକି ପ୍ରଶ୍ନ ଆସୁଛି ଯେ ପ୍ରଯୋଜକ ମାନେ ରାଜି ହେବେ ତ? ଯେତେବେଳେ ରାଜାମୌଲି ତାଙ୍କର ଫିଲ୍ମ ସୁଟିଂ ସାରିକି ତାଙ୍କ ଟିମ୍ ସହିତ ଓଡ଼ିଶାରୁ ଫେରି ଯାଇଥିଲେ, ସେତେବେଳେ ସେ ଏକ୍ସରେ ଗୋଟେ ଏପରି ଘଟଣା ଟ୍ୱିଟ୍ କରିଥିଲେ ଯାହାକି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେବ। ସିଏ କହିଥିଲେ ଏତେ ସୁନ୍ଦର ଜାଗା କୋରାପୁଟର ଦେଓମାଳି ଏବଂ ପ୍ରାକୃତିକ ସୌନ୍ଦର୍ଯ୍ୟର ଗନ୍ତାଘର ହଉଛି ଦେଓମାଳି, କିନ୍ତୁ ଏତେ ଆବର୍ଜନାପୂର୍ଣ୍ଣ ଏଇ ଯୋଉ ଦେଓମାଳି ଜାଗା, କୋରାପୁଟର ଦେଓମାଳି ଜାଗା ଯାହାକି ତାଙ୍କୁ ଗୋଟେ ଚିନ୍ତାର ବିଷୟ ବୋଲି ସେ କହିଛନ୍ତି ଏବଂ ସେଥିପାଇଁ ସେ ବହୁତ ମର୍ମାହତ ବୋଲି କହିଛନ୍ତି। ଆହୁରି ମଧ୍ୟ ଯଦି କହିଛନ୍ତି ଯେ ଦେଓମାଳି ହଉଛି ଏପରି ଗୋଟେ ଜାଗା ଯାହାକି ସମୁଦ୍ର ଠାରୁ 1672 ମିଟର ଦୂରରେ ଅଛି ଦେଓମାଳି ଏବଂ ଯାହାକି ପର୍ଯ୍ୟଟକ ମାନେ ତାକୁ ଦେଖିକି ବିମୋହିତ ହେଇପାରନ୍ତି ଏବଂ ପର୍ଯ୍ୟଟକ ମାନଙ୍କର ଗୋଟେ ଆକର୍ଷଣର କେନ୍ଦ୍ରବିନ୍ଦୁ ହଉଛି ଦେଓମାଳି। ଯେତେବେଳେ ଦେଓମାଳିକୁ ନେଇକି ଅନେକ ଚର୍ଚ୍ଚା ଆସେ, ଅନେକ କଥା ଆସେ ଏବଂ ରାଜାମୌଲି ଯେତେବେଳେ ଫେରିଲା ପରେ ତାକୁ ନେଇକି ଅନେକ କିଛି ସୋସିଆଲ ମିଡିଆର ଫଟୋ ଭାଇରାଲ ହେଇଥିଲା, ସୋସିଆଲ ମିଡିଆର ତାର ପ୍ରାକୃତିକ ସୌନ୍ଦର୍ଯ୍ୟ କିପରି ଅଛି, କିପରି ଗଛ ସବୁ ଅଛନ୍ତି ଏବଂ କିପରି ପାହାଡକୁ କଥା କହିଲା ଭଳିଆ ପାହାଡରେ ଛିଡା ହେଇକି କଥା କହିଲା ଭଳିଆ ଶବ୍ଦ ଶୁଣା ଯାଉଛି, ଏମିତି ଘଟଣା ଯେତେବେଳେ ସବୁ କିଛି ଆସିଥିଲା ତେବେ ରାଜାମୌଲିଙ୍କର ଏଇ ଯୋଉ ପୋଷ୍ଟଟି ବର୍ତ୍ତମାନ ସମସ୍ତଙ୍କୁ ଗୋଟେ ଚର୍ଚ୍ଚାରେ ପକେଇଛି। ଏପରି ଏକ ଚର୍ଚ୍ଚାର ବିଷୟବସ୍ତୁର ଗୋଟେ କାରଣ ଆଉ ଗୋଟେ କଥା ହଉଛି ଯେତେବେଳେ ଦେଖାଯାଉଛି ଯେ ଏସିର ଚାରିକାନ୍ଥ ଭିତରେ ଯେତେବେଳେ ବାବୁମାନେ
ତାଙ୍କର ଯୋଜନା ଉପରେ ଯୋଜନା ପ୍ଲାନ୍ କରୁଛନ୍ତି ଏବଂ ଯୋଜନା ଉପରେ ଯୋଜନା ଫେଲ୍ ମାରି ଚାଲିଛି, ସେତେବେଳେ ଦେଓମାଳି ଏପରି ଗୋଟେ ସନ୍ତାନ ମାନେ ବାପା ମା ନଥିବା ସନ୍ତାନ ଭଳିଆ ପଡିକି ରହିଛି। କାହିଁକି କଥା କୁହାଯାଉଛି ନା ସେଠି ଯେତେବେଳେ ଏତେ ସୁନ୍ଦର ଜାଗା ଯୋଉଠିକି ରାଜାମୌଲି ଯିଏକି ତାଙ୍କର ପ୍ରକୃଷ୍ଟ ସ୍ଥାନ ବୋଲିକି ଫିଲ୍ମ ପାଇଁ ସେ ବାଛିଥିଲେ, କିନ୍ତୁ ସେଠି ସେ ଉପସ୍ଥାପିତ କରିଛନ୍ତି ସେ ଏପରି ଗୋଟେ ଜାଗା ଯୋଉଠିକି ଆପଣ ଦେଖିବେ ଭଙ୍ଗା କାଚ ବୋତଲ, ଭଙ୍ଗା ପ୍ଲାଷ୍ଟିକ ବୋତଲ, ଯେତିକି ଡଷ୍ଟବିନ୍ ଗ୍ୟାବେଜ ସବୁ ଗୁଡାକ ଦେଓମାଳିରେ ଭର୍ତ୍ତି ହେଇକି ରହିଛି ଏବଂ ତା ସାଙ୍ଗରେ ଅନେକ କିଛି ମଦ ବୋତଲ ମଧ୍ୟ ପଡିଛି। ଆହୁରି ମଧ୍ୟ ସେ ବର୍ଣ୍ଣନା ଆପଣ ଯଦି ଦେଖିବେ ଦେଓମାଳିର ଗୋଟେ କଥା ହଉଛି ଦେଓମାଳିର ଦୁଃଖ। ଦେଓମାଳିର କାହିଁକି ଦୁଃଖ କୁହାଯାଉଛି ନା ସେଠି 6ଟା ଭ୍ୟୁ ପଏଣ୍ଟ ତିଆରି କରାଯାଇଛି ଯେ ଦେଓମାଳିର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ପର୍ଯ୍ୟଟକ ମାନେ ଆସିବେ, ତାକୁ ଉପଭୋଗ କରିବେ, ତା ଉପରେ ଅନେକ କିଛି ଚର୍ଚ୍ଚା ହବ। ସେଥିପାଇଁ 6ଟି ଭ୍ୟୁ ପଏଣ୍ଟ ମଧ୍ୟ ତିଆରି କରାଯାଇଥିଲା, କିନ୍ତୁ ସେଇ 6ଟି ଭ୍ୟୁ ପଏଣ୍ଟରେ ଛିଡା ହେବାର ଜାଗା ନଥିଲା। ତାର କାରଣ ହଉଛି ସେଠି ଅନେକ କିଛି ଆବର୍ଜନା ପଡି ରହିଛି, ଅନେକ କିଛି ପ୍ଲାଷ୍ଟିକ ବୋତଲ ପଡି ରହିଛି, ଅନେକ କିଛି ଡଷ୍ଟବିନ୍ ର ଯେତିକି ଜିନିଷ ସବୁ ସେଇଠି ପଡିକି ରହିଛି, ଯାହା ଫଳରେ କି ଏଇଟା ଗୋଟେ ଚର୍ଚ୍ଚାର ବିଷୟ। ଏବଂ ସବୁଠାରୁ ବଡ କଥା ଏଥିପାଇଁ ମଧ୍ୟ ନିଜର ଦୁଃଖ ପ୍ରକାଶ କରିଛନ୍ତି ଏସ୍ ରାଜାମୌଲି। ତାଙ୍କର ଫିଲ୍ମ ତ ସୁଟିଂ କରିକି ସେ ଯାଇଛନ୍ତି, କିନ୍ତୁ ଏହା ଗୋଟେ କଣ ବାର୍ତ୍ତା ଦଉଛି ସୋସାଇଟିକୁ ଏବଂ ଏଇ ବାର୍ତ୍ତା ଦଉଛି ଯେତେବେଳେ ଆମର ପ୍ରଶାସନିକ ସ୍ତରରେ ଏହାର ମାନେ ଗୋଟେ ଷ୍ଟେପ ନବା ଦରକାର ଏବଂ ଯୋଉ ପାଇଁ ଯେତେବେଳେ ଜଣେ ଭଲ ଫିଲ୍ମ ନିର୍ମାତା ଯେତେବେଳେ କୋରାପୁଟର ଦେଓମାଳିକୁ ସେ ଉପଯୁକ୍ତ ସ୍ଥାନ ବୋଲି ବାଛିକି ସେ ଆସିକି ଫିଲ୍ମ ସୁଟିଂ କରି ଯାଇଛନ୍ତି ଏବଂ ପ୍ରିୟଙ୍କା ଚୋପ୍ରାଙ୍କ ପରି ଗୋଟେ ନାମୀ ଦାମୀ ଆକ୍ଟ୍ରେସ ଯେତେବେଳେ ଆସିକି କୋରାପୁଟରେ ସୁଟିଂ କରିକି ଯାଇଛନ୍ତି ଏବଂ କୋରାପୁଟରେ ଯେତେବେଳେ ଗୁଣଗାନ କରିଛନ୍ତି, ସେତେବେଳେ ଦେଖାଯାଉଛି ଆମର ମନ୍ତ୍ରୀ ମାନେ, ଆମର ଏମଏଲଏ ମାନେ ସେମାନେ କଣ କରୁଛନ୍ତି ନା ଚାରିକାନ୍ଥ ଭିତରେ ଏସିରେ ରହିକି ଯୋଜନା ଉପରେ ଯୋଜନା ପ୍ରସ୍ତୁତ କରୁଛନ୍ତି। ଏପଟେ ଯୋଜନା ଉପରେ ଯୋଜନା ତିଆରି ଚାଲିଛି, ସେପଟେ ଦେଖିଲା ବେଳକୁ ଦେଓମାଳିର ଦୁଃଖ ବହି ଚାଲିଛି। ତେବେ ଏଇଟା ଗୋଟେ ସମାଜକୁ ଶିକ୍ଷା ଏବଂ ଆଶଙ୍କା ଯେ ପ୍ରଯୋଜକ ମାନେ ଆଉ ଫିଲ୍ମ ସୁଟିଂ କରିବା ପାଇଁ ଆସିବେ କି ନାହିଁ, ଦେଓମାଳିର ଦୁଃଖ ଦୂର ହବ କି ନାହିଁ, ପ୍ରଶାସନ ଏହାକୁ ଭଲ ଭାବରେ ତାକୁ ଗ୍ରହଣ କରିବେ କି ନାହିଁ, ଏହା ମଧ୍ୟ ସମୟକୁ ବାକି ରହିଲା। କିନ୍ତୁ ଏସ୍ ରାଜାମୌଲିଙ୍କର ଯୋଉ ପୋଷ୍ଟ ରହିଛି ତାର ନିହାତି ଭାବରେ ଚିନ୍ତାଜନକ ବିଷୟ ବୋଲି କୁହାଯାଇ ପାରିବ। ରହୁଛି, ନମସ୍କାର।